नमस्कार दर्शक बंधु साई अनंत आश्रम को स्वागत। 2026 जनवरी 16 मंगल मकर राशि रे प्रवेश करथिले ଏବଂ ମାତ୍ର କିଛି ଘଣ୍ଟା ପରେ ଅର୍ଥାତ୍ ଜାନୁଆରୀ 17ରେ ବୁଧ ମକର ରାଶିରେ ପ୍ରବେଶ କରିଛନ୍ତି। ଏହା କେବଳ ମଙ୍ଗଳ ଏବଂ ବୁଧଙ୍କ ମଧ୍ୟରେ ସଂଯୋଗ ଆଣିବ ନାହିଁ, ବରଂ ସେମାନଙ୍କ ମଧ୍ୟରେ ଲଢ଼େଇ ମଧ୍ୟ ହେବ। ଏହି ଲଢ଼େଇ ତିନି ରାଶିଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେବ। ଜ୍ୟୋତିଷଙ୍କ ଅନୁସାରେ ମଙ୍ଗଳ ଏବଂ ବୁଧ ମକର ରାଶିରେ 27 ଡିଗ୍ରୀରେ ଗୋଚର କରୁଛନ୍ତି। ଯେତେବେଳେ ଗ୍ରହଗୁଡ଼ିକ ଗୋଟିଏ ରାଶିରେ 27 ଡିଗ୍ରୀରେ ଗୋଚର କରନ୍ତି, ଏହାକୁ ଗୃହ ଯୁଦ୍ଧ କୁହାଯାଏ। ଯେହେତୁ ମଙ୍ଗଳ ଏବଂ ବୁଧ ଶତ୍ରୁ ଗ୍ରହ, ଏହି ଦ୍ୱନ୍ଦ୍ୱର ପ୍ରଭାବ ଅଧିକ ହେବ। ମଙ୍ଗଳ ଶକ୍ତି, କ୍ରୋଧ ଏବଂ ସାହସକୁ ପ୍ରତିନିଧିତ୍ୱ କରେ, ଯେତେବେଳେ ବୁଧ ଜ୍ଞାନ, ବାଣୀ, ବ୍ୟବସାୟ ଏବଂ ନିଷ୍ପତ୍ତି ଗ୍ରହଣକୁ ପ୍ରତିନିଧିତ୍ୱ କରେ। ତେଣୁ ଜୀବନର ଏହି ଦିଗଗୁଡ଼ିକ କିଛି ରାଶି ପାଇଁ ପ୍ରାୟ 4 ଦିନ ପାଇଁ 2026 ଜାନୁଆରୀ 21 ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇପାରେ। ମଙ୍ଗଳ ବୁଧ ଦ୍ୱନ୍ଦ୍ୱ ଦ୍ୱାରା କେଉଁ ରାଶି ନକାରାତ୍ମକ ଭାବରେ ପ୍ରଭାବିତ ହୋଇପାରେ ତାହା ଜାଣନ୍ତୁ। ମେଷ ରାଶି। ମେଷ ରାଶିର ଲୋକମାନେ କ୍ରୋଧର ଶିକାର ହେବେ। ସେମାନେ କ୍ରୋଧର ବଶବର୍ତ୍ତୀ ହୋଇ କାହାକୁ ଆଘାତ ଦେଇପାରନ୍ତି। ଏହା ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଆପଣ ଖରାପ ନିଷ୍ପତ୍ତି ନେଇପାରନ୍ତି, ଯାହା କ୍ଷତିର କାରଣ ହୋଇପାରେ। ବ୍ୟବସାୟରେ କ୍ଷତି ମଧ୍ୟ ହୋଇପାରେ। ମିଥୁନ ରାଶି। ମିଥୁନ ରାଶିର ଲୋକମାନେ ଭୁଲ ବୁଝାମଣାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଆପଣଙ୍କ କଥାବାର୍ତ୍ତାରେ ସ୍ପଷ୍ଟ ରଖନ୍ତୁ, ନଚେତ୍ ମତଭେଦ ସୃଷ୍ଟି ହୋଇପାରେ। ସେମାନେ ଭୁଲ ନିଷ୍ପତ୍ତି ନେଇପାରନ୍ତି, ତେଣୁ ବୁଦ୍ଧିମାନ ଭାବରେ ନିଷ୍ପତ୍ତି ନିଅନ୍ତୁ। କନ୍ୟା ରାଶି। ମଙ୍ଗଳ ଏବଂ ବୁଧ ଗ୍ରହ ମଧ୍ୟରେ ଦ୍ୱନ୍ଦ୍ୱ କନ୍ୟା ରାଶିର ଲୋକଙ୍କ ପାଇଁ ଚାପ ବୃଦ୍ଧି କରିବ ଏବଂ ସେମାନେ ଅଧିକ ଚିନ୍ତା କରିବାକୁ ପ୍ରବୃତ୍ତ ହୋଇପାରନ୍ତି। ନକାରାତ୍ମକତା ଠାରୁ ଦୂରେଇ ରୁହନ୍ତୁ, ଧ୍ୟାନ କରନ୍ତୁ କିମ୍ବା ମନ୍ତ୍ର ଜପ କରନ୍ତୁ। ଧନ୍ୟବାଦ। ତମେ ପୁଅକୁ ନେଇକି ବାବାଙ୍କ ପାଖକୁ ଆସିଲା ପରେ ଆପଣଙ୍କର କ'ଣ ପରିବର୍ତ୍ତନ ହେଇଛି? ପୁଅର ଯେଉଁ ଗୋଡ଼ ହାତ ଫାଟୁଥିଲା ତାର ବି କ'ଣ ପରିବର୍ତ୍ତନ ହେଇଛି? ହଁ ଆଜ୍ଞା, ମୁଁ ଏମିତି ଜଣେ ସାଙ୍ଗ ପିଲାଙ୍କଠୁ ଶୁଣିକି ଆପଣଙ୍କ ପାଖକୁ ଆସିଲି। କିନ୍ତୁ ଆସିଲା ପରେ ମୋ ପୁଅ ଦୀର୍ଘ 7 ବର୍ଷ ହେଲା ଯେଉଁ କଷ୍ଟଟା ଭୋଗୁଥିଲା, ମୋର ହୃଦବୋଧ ହେଉଛି ସେ 7 ଦିନରେ ଗଲା ଭଳିଆ ଲାଗିଲା। ତେଣୁକରି ବହୁତ ସଲ୍ଭ ହୋଇଯାଇଛି। ଏଥିପାଇଁ ବାବାଙ୍କୁ କୋଟି କୋଟି ପ୍ରଣାମ, ଆଉ ମହାବୀର ପଞ୍ଚମୁଖୀ ମହାବୀର ହନୁମାନଙ୍କୁ କୋଟି କୋଟି ପ୍ରଣାମ। ମୋ ସ୍ୱାମୀ ଯାହା କହିଲେ ମୁଁ ବି ସେୟା ଖାଇବାକୁ ଚାହୁଁଛି। ତଥାପି ମୋର ଅଲଗା ଅନୁଭୂତି। ବାବା କହିଲେ ମେଡ଼ିଟେସନ୍ କରିବା ପାଇଁ। ଆମେ 4 ଥର ମେଡ଼ିଟେସନ୍ କଲାପରେ କାଲି କରିଛୁ ମେଡ଼ିଟେସନ୍। ମୋ ପୁଅକୁ ନିଜେ ମହାବୀର ଆସିକି ତାକୁ ଛୁଇଁଛନ୍ତି, ପେଟକୁ ଦେବିଦେଇଛି। ଆଉ ମୁଁ ଯେତିକି କଷ୍ଟ ପାଇଛି ଯେ ମୋ ପୁଅ ଏମିତି ହେଇଛି, କିନ୍ତୁ ବର୍ତ୍ତମାନ ଅନୁଭବ କରୁଛି ମୋ ପୁଅ ଭବିଷ୍ୟତରେ ସମ୍ପୂର୍ଣ୍ଣ ଭଲ ହେଇଛି। ଆଚ୍ଛା, ପୁଅ ଏଠି ଆସିଲା ପରେ ମୋର ଯେତିକି କଷ୍ଟ ଥିଲା, ମୁଁ ଆଗରୁ ଜମା ଚାଲି ପାରୁନଥିଲି। ଏଠି ଯେତିକି ସପ୍ତାହ ଭିତରେ ଆସିଲିଣି, ମୋତେ ଏତେ ଭଲ ଲାଗୁଛି। ମୁଁ ଚାଲି ପାରୁଛି, ବୁଲି ପାରୁଛି, ଖେଳି ପାରୁଛି, ସବୁ ଭଲ ଲାଗୁଛି। ଆଗରୁ ମୁଁ କିଛି କରିପାରୁନି।